ଆପଣଙ୍କ ପରିଚୟଟା। ନମସ୍କାର, ମୁଁ ଜିତେନ ପାଣିଗ୍ରାହୀ। ମୁଁ ଏଇ ପତଣ୍ଡା ଗାଁର ଜଣେ ଯୁବକ, ସାଧାରଣ ଯୁବକ। ଆଜି କୁ ଯାଇଛନ୍ତି, ଆପଣଙ୍କ ଗାଁର ଗର୍ବ ଆଉ ଗୌରବକୁ କେମିତି ସମ୍ମାନ ଦେବେ? ନିଶ୍ଚିତ ଭାବରେ ଆମେ ଏଥିରେ ବହୁତ ଖୁସି ଅଛୁ। କେବଳ ଆମ ପତଣ୍ଡା ଗାଁ ବା ଗଣିଆ ବ୍ଲକ ଏଥିରେ ଖୁସି ନାହିଁ, ସମଗ୍ର କନ୍ଧମାଳର ଯେଉଁ ଜନତା ଅଛନ୍ତି ସେମାନେ ସମସ୍ତେ ଆତ୍ମବିଭୋର ହୋଇଛନ୍ତି, ସମସ୍ତେ ଖୁସି ଅଛନ୍ତି। କହିବାର କଥା ଯେ ଦୁଇଥରର ସାଂସଦ, ଜଣେ ବାହୁବଳୀ, ଜଣେ ଅର୍ଥବଳୀ, ଜଣେ ହେଭିୱେଟ୍ ନେତା ଅଚ୍ୟୁତ ସାମନ୍ତଙ୍କ ଭଳି ନେତାଙ୍କୁ ଆଜି ପରାସ୍ତ କରିଛନ୍ତି ସୁକାନ୍ତ ପାଣିଗ୍ରାହୀ। ଏ ବିଜୟ କେବଳ ସୁକାନ୍ତ ପାଣିଗ୍ରାହୀଙ୍କର ନୁହଁ, ଏ ବିଜୟ ହେଉଛି ସାଧାରଣ ଜନତାଙ୍କର, ଏ ବିଜୟ ହେଉଛି ସମଗ୍ର କନ୍ଧମାଳ ଲୋକମାନଙ୍କର। ଆଉ ନିଶ୍ଚିତ ଭାବରେ এই যে বিজয় জনতা মানে দিয়েছেন সুকান্ত পাଣିଗ୍ରାହୀଙ୍କୁ, নিশ্চিত ভাবে এই লোকমানଙ୍କର বিশ্বাস ଅଛି যে সুকান্ত পাଣିଗ୍ରାହୀ তাଙ୍କ ପାଇଁ କିଛି କରିବେ, ଏ ଲୋକମାନଙ୍କର ସେବା କରିବେ। ସେଇଥିପାଇଁ ତ ସୁକାନ୍ତ ପାଣିଗ୍ରାହୀ ତାଙ୍କ ଜୀବନ ସାରା ସେ ଅବିବାହିତ ରହିଗଲେ, ସେ କେବେ ବିବାହ କଲେନି କେବଳ এই ଲୋକମାନଙ୍କର ସେବା କରିବା ପାଇଁ। ନିଶ୍ଚିତ ଭାବରେ ପତଣ୍ଡା ଗାଁ ବହୁତ ଉତ୍ସବ ମୁଖର ଅଛି। ସମଗ୍ର ଯୁବ ସମାଜ, ସମଗ୍ର ଯେଉଁମାନେ ଅଛନ୍ତି ଆମର ପ୍ରୌଢ଼ ସମାଜ ସେମାନେ ମଧ୍ୟ, ଏବଂ ମହିଳା ଠାରୁ ଆରମ୍ଭ କରି ସମଗ୍ର ପୁରୁଷ ଏବଂ ଯୁବ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ସମସ୍ତେ ଏଥିରେ ବହୁତ ଖୁସି ବ୍ୟକ୍ତ କରିଛନ୍ତି। ଏବଂ ଆମ ଗାଁରେ କାଲିଠାରୁ ଯେତେବେଳେ ରେଜଲ୍ଟ ପ୍ରକାଶ ପାଇଲା, ସେଇ ରେଜଲ୍ଟରେ ଏତେ ଆତ୍ମବିଭୋର ଲୋକମାନେ ହେଇଯାଇଛନ୍ତି, ସେଥିପାଇଁ ତାଙ୍କ ଘରୁ ସେମାନେ ନିଜସ୍ୱ ପକେଟରୁ ପଇସା କାଢ଼ିକି ମଧ୍ୟ ତାଙ୍କ ବନ୍ଧୁବାନ୍ଧବଙ୍କୁ ମିଠା ବଣ୍ଟନ କରିଛନ୍ତି ଆମର ଗ୍ରାମବାସୀମାନେ। ନିଶ୍ଚିତ ଭାବରେ ଆମର ଗଣିଆ ଲୋକମାନଙ୍କର ଆଶା ଆଉ ବିଶ୍ୱାସ ଉପରେ ସେ ଠିଆ ହୋଇଛନ୍ତି। ସବୁବେଳେ ସେ ଗଣିଆର ଉନ୍ନତି ପାଇଁ ସବୁବେଳେ ସେ ଚାହିଁଛନ୍ତି ଏବଂ ଏବେ ମଧ୍ୟ ଚାହିଁବେ। ଯେହେତୁ ସେ ପାୱାରରେ ନଥିଲେ, ସେ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ପାଖକୁ ସବୁବେଳେ ଆସୁଥିଲେ, ଲୋକମାନଙ୍କ ପାଇଁ ସବୁବେଳେ ଲଢୁଥିଲେ। ଏବଂ ଯେହେତୁ ସେ ସରକାରକୁ ଆସିନଥିଲେ ବା କୌଣସି ପାୱାରକୁ ଆସିନଥିଲେ, ଦୁଇଥର ସେ ପୂର୍ବଥର ମଧ୍ୟ ଠିଆ ହେଇଥିଲେ ଏବଂ ହାରିଥିଲେ। ଏବଂ ଏ ବର୍ଷ ଲୋକମାନେ ତାଙ୍କ ଉପରେ ଭରସା କଲେ, ବିଶ୍ୱାସ କଲେ, କାରଣ ସେ ଲୋକମାନଙ୍କ ପାଖରେ ସବୁବେଳେ ଠିଆ ହେଇଛନ୍ତି। ଏବଂ ଲୋକମାନଙ୍କର ବିଶ୍ୱାସ ଅଛି ଯେ ନିଜ ଅଞ୍ଚଳର, ନିଜ ମାଟିର ପୁଅ ସୁକାନ୍ତ ପାଣିଗ୍ରାହୀ ତାଙ୍କମାନଙ୍କ ପାଇଁ କିଛି କରିବ। ନିଶ୍ଚିତ ଭାବରେ ଗଣିଆରେ ବର୍ତ୍ତମାନ ଯେଉଁ ମେଡିକାଲ ଅଛି, ତାର ଯେଉଁ ବ୍ୟବସ୍ଥା ଅଛି, ମେଡିକାଲରେ ଠିକ୍ରେ ଡକ୍ଟର ନାହାନ୍ତି, ଠିକ୍ରେ ରୋଗୀମାନେ ସେବା ପାଉନାହାନ୍ତି। ନିଶ୍ଚିତ ଭାବରେ ତାଙ୍କର ପ୍ରାଥମିକତା ରହିଛି, ସେ ଯାହା କହୁଥିଲେ ଯେ ଆମର ମେଡିକାଲର ଉନ୍ନତିକରଣ କରିବେ ଏବଂ ଗଣିଆରେ ମଧ୍ୟ ଗୋଟିଏ ଯେଉଁ ରାମ ମନ୍ଦିର ରହିଛି ତାର ମଧ୍ୟ ଡେଭଲପ କରିବେ, ଆହୁରି ଡେଭଲପ ହବ। ଯେପରି ଭାବରେ ଆମର ରାଜ୍ୟସ୍ତରୀୟ ଗୋଟିଏ ସେ ଗୋଟେ ଉନ୍ନତି ମୁଖର ମନ୍ଦିର ହେଇପାରିବ ସେଇଥିପାଇଁ। ଏବଂ ମେଡିକାଲକୁ ମଧ୍ୟ ସେ ଗୋଟେ ବହୁ ଟେକ୍ନୋଲୋଜି ଆଣିବାକୁ ଯାଉଛନ୍ତି। ମେଡିକାଲ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଘଟିବ ଗଣିଆ ବ୍ଲକରେ, ନିଶ୍ଚିତ ଭାବରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଘଟିବ, ଏହା ନିଶ୍ଚିତ। ଭଗବାନ ତାକୁ ସବୁବେଳେ ଏମିତି ବଡ଼ କଥା, ଆମେ ଦେହ ଖରାପ ଦୁଃଖୀ, ସେ ସବୁବେଳେ ସୁଖ ପାଏ। ଆପଣ ତା ପାଇଁ କଣ କହିବେ? ସବୁବେଳେ ମୁଁ ଆଶୀର୍ବାଦ ଦଉଛି, ସମସ୍ତଙ୍କ କାମ କରନ୍ତୁ, ତାକୁ ଭଗବାନ ଭଲରେ ରଖନ୍ତୁ। ଖୁସି ତ ପୁରା ଖୁସି ନାହିଁ ଆଉ, ସବୁବେଳେ ତ ତାର ପଢିଲା ଦିନ ହେଇଥିଲା ଆଗ୍ରହ ରହିଲା ଆଉ। ସେ ଚାକିରି ବାକିରି କଲା କି, ଚାକିରି ଦିଥର ଆଇଲା ତାକୁ ଛାଡ଼ିଲା, ଖାଲି ଏମିତି ବୁଲିବ ବୋଲି। ଭଗବାନ ହେଇ ବୁଦ୍ଧି ଦେଇଛନ୍ତି, ସେ ହେମିତି ବୁଦ୍ଧି କରୁ, ସମସ୍ତଙ୍କ ସେବା କରୁ, ସମସ୍ତେ ତାକୁ ଭଲ ପାଆନ୍ତୁ, ସେ ସମସ୍ତଙ୍କୁ ଭଲ ପାଉ।